କ୍ଷୀର ଉତୁରିଲେ ଚୁଲିକି, ମଣିଷ ଉତୁରିଲେ କଣ କଣ କହୁଥିଲେ ସମସ୍ତେ ମୁଁ ଭୁଲି ଯାଇଛି। କଣ ହେଲା ଫେରେ? ଏଇ ସାନ କାଲି କୋଳି ଖୋଜା ଲାଗିଲେ, ତୁ ମତେ କହିଲୁ କି ମୁଁ ତତେ କହିଲି, ସରିଗଲା। ସକାଳଟାରେ ମାଳତ୍ୟ ବାବାରେ ମୋ ନାଁରେ ଏଣେ ତେଣେ କହିଛି। କଣ କହିଲା? 8 ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହା ହେଇକି ସେ ଚଳୁଛି, ମୁଁ 800 ଟଙ୍କା ଖର୍ଚ୍ଚ କରି ବାହା ହେଇକି ମୁଁ ଚଳୁଛି, ମୋର କଣଟା ହେଇଯାଇଛି କି ଆଉ? ମୁଁ ତାକୁ ଆଉ କିଛି କହିଲିନି, ମାଳତ୍ୟ ବାବାକୁ କହିଲି। ଗୋଟେ କଥା ଚିନ୍ତା କର, ତା ସ୍ୱାମୀ ଯଦି ତାକୁ ପିଟେ, ତା କଥା କିଏ ବୁଝିତେ ଆସିବ? ତା ବାପ ଘର ଗାଁ ଲୋକ ଆସିବେ ନା ତା ବାପ ଘରୁ କେହି ଆସିବେ? ମୁଁ ଯଦି ଖାଲିଟାରେ କହିବି ମୋ ସ୍ୱାମୀ ମତେ ପିଟିଛି ବୋଲି, ମୋ ବାହାଘରକୁ ଯାହା ଆସିଥିଲେ ବାପ ଘର ଗାଁରୁ ବାରିକ ବ୍ରାହ୍ମଣ ସେ ପୂଜା କରିତେ ଆସିଥିଲା, ଗାଁ ସାହି ପଡିଶା ଯୋଉ ଖାଇତେ ଆସିଥିଲେ, ବନ୍ଧୁବର୍ଗ, ଲୁଗା ଦୋକାନ, ଗହଣା ଦୋକାନ ମଧ୍ୟ ସବୁ ଠେଙ୍ଗା ବାଡ଼ି ଧରି ବାହାରି ଆସିବେ। ବାହାର ସମୟରେ କଣ ପାଇଁ ଖାଇତେ ଦିଅନ୍ତିଲୋ? ଝିଅର ଭଲ ମନ୍ଦ ହେଲେ ତା କଥା ବୁଝିତେ ଆସିବେ। ସେଟା କାହାକି ଖାଇତେ ଦେଇନି, ତା କଥା କିଏ ବୁଝିତେ ଆସିବ? ଟିକେ ରହିଥା, ତୁ କହୁଛୁ ଯେ ତମର ସାହି ପଡିଶାରେ ଖାଇତେ ଆସିଥିଲେ, ତୁ ଏଠି ଯାହା କନେ ସେ ସବୁ ସମସ୍ତେ ଆସିବେ ଏଠି ବୁଝିତେ। ହଁ, ତୁମେ ଏଥର ଘରକୁ ଆସ, ତୁମେ ବି ଦେଖିବ, ସେ ବି ଦେଖିବ। କଣ ତା ଆଗରେ ତୁମକୁ ପୁଲିସ ଷ୍ଟେସନରେ ନେଇକି ତୁମ ନାଁରେ କେସ୍ ଦେବି। ତୁମେ ମିଛରେ କହିବି ମାରିଛ ପିଟିଛ ବୋଲି। ଆମ ବାପ ଘର ପାଖରୁ ଯେତିକି ଆସିବେ ଯୋଉ ବୁଝାବୁଝି କରିତେ, ସେଟା ଦେଖିବନି କି 8 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ବାହା ହେଲେ, ସେ ଆସନ୍ତି ସାକ୍ଷୀ ପ୍ରମାଣ ଦେଇତେ ଭଲ ମନ୍ଦରେ, 800 ଟଙ୍କା ଖର୍ଚ୍ଚ କରିକି ବାହା ହେଇଛି, ସେ କେହି ନ ଆସିଲେ ଜାଣିପାରିବନି କି? ଓହ, ତୁ ଦେଖିବା ପାଇଁ ମତେ ଜେଲ ପୁରେଇବୁ? ହଁ, ତୁମେ ଚିନ୍ତା କରିବ, ମୁଁ ତୁ ପଛରେ କାଢି ଆଣିବି। ଦରକାର ନାହିଁ।